ପ୍ରେମ ପାଇଁ ମଣିଷ ସବୁ କିଛି କରିପାରେ, ତେବେ ପ୍ରେମରେ ପ୍ରତାରିତ ହେଲା ପରେ ଲୋକଟିର ଅବସ୍ଥା କିଭଳି ହୋଇପାରେ ଆପଣ ଏକଥା ସଲମାନ ଖାନ ଅଭିନୀତ ହିନ୍ଦୀ ମୁଭି ତେରେ ନାମରୁ ଜାଣିଥିବେ। ତେବେ ଇଂରାଜୀରେ ଅନର୍ଗଳ ଫିଲୋସଫି ଏବଂ ଫିଜିକ୍ସ ବୁଝାଉଥିବା ଏହି ଲୋକଟିର ବେଶ ପୋଷାକ ଦେଖିଲେ ଲାଗୁଛି ଇଏ ଜଣେ ପାଗଳ ଏବଂ ଏଣେ ତେଣେ ଗପୁଛନ୍ତି। ମାତ୍ର ଏ ପାଗଳର ପାଗଳ ହେବା ପଛର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। ଆସନ୍ତୁ ଏ ଭିଡିଓ ମାଧ୍ୟମରେ ଜାଣିବା ପାଗଳାମୀ ପଛର କାହାଣୀ। ଏ ଭିଡିଓଟି ହେଉଛି ବାଙ୍ଗାଲୋର ସହରର। ଆଉ ନାଲି ସାର୍ଟ ପିନ୍ଧି ପ୍ରଳାପ କରୁଥିବା ଯେ ବ୍ୟକ୍ତି ଜଣକ ଥିଲେ ଜଣେ ଇଞ୍ଜିନିୟର। ଜର୍ମାନରୁ ଇଞ୍ଜିନିୟରିଂ ପାଠ ପଢ଼ିସାରି ସେ ମାଇଣ୍ଡଟ୍ରି ଭଳି ଭଲ ଆଇଟି ପ୍ରଫେସନାଲ କମ୍ପାନୀରେ ଉଚ୍ଚ ଦରମାରେ ଚାକିରି ବି କରୁଥିଲେ। ମାତ୍ର ତାଙ୍କର ଏ ଭଲ ସମୟ ବେଶୀ ଦିନ ଧରି ତାଙ୍କର ସାଥ ଦେଇନଥିଲା। କିଛି ଦିନ ମଧ୍ୟରେ ତାଙ୍କ ପିତାମାତାଙ୍କର ଅକାଳ ବିୟୋଗ ଘଟିଲା। ଏଥିରେ ସେ ମ୍ରିୟମାଣ ହୋଇପଡ଼ିଲେ। ଆଉ ଏସବୁ ଭିତରେ ବୋଝ ଉପରେ ନଳିତା ବିଡ଼ା ପରି ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ ଛାଡ଼ି ଚାଲି ଯାଇଥିଲା। ନିଜ ବାନ୍ଧବୀ ତାଙ୍କୁ ଛାଡ଼ିଯିବା ଦୁଃଖକୁ ସେ ସହଜରେ ଗ୍ରହଣ କରିପାରିନଥିଲେ ଏବଂ ଏ ଦୁଃଖକୁ ଭୁଲେଇବା ପାଇଁ ସେ ନିୟମିତ ଭାବରେ ମଦ ପିଇବା ଆରମ୍ଭ କରିଦେଇଥିଲେ ଓ ନିଜ ଚାକିରି ମଧ୍ୟ ଏହାରି ଭିତରେ ସେ ଛାଡ଼ି ଦେଇଥିଲେ। ଏହାପରେ ଧୀରେ ଧୀରେ ସେ ଦୁଃଖରେ ନିଜର ମାନସିକ ନିୟନ୍ତ୍ରଣ ହରାଇ ପାଗଳ ହୋଇଗଲେ। ତେବେ କିଛି ଦିନ ତଳେ ଜଣେ ବ୍ୟକ୍ତି ତାଙ୍କୁ ଇଂରାଜୀରେ ଫିଜିକ୍ସ ବୁଝାଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତାଙ୍କ ସହ କଥା ହେବା ପରେ ଅସଲ କଥା ସାମ୍ନାକୁ ଆସିଥିଲା। ଏହାପରେ ସେ ବ୍ୟକ୍ତି ଜଣକ ଏହାର ଏକ ଭିଡିଓ କରି ନିଜର ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଥିଲେ। ତେବେ ଭିଡିଓରେ ପାଗଳ ଇଞ୍ଜିନିୟର ଜଣକ ନିଜ ଦୁଃଖ କାହାଣୀ କହିବା ସହିତ କହୁଛନ୍ତି ଯେ ଧର୍ମ ଓ ଜାତିର କଥା କହୁଥିବା ଲୋକେ ଦେଖିନିହ ମୁଁ କ'ଣ ଥିଲି ଆଉ ଏବେ କ'ଣ ହୋଇଯାଇଛି। ତେବେ ଏଥିରୁ ଅନୁମାନ କରାଯାଉଛି ଯେ ଭିନ୍ନ ଜାତି ହୋଇଥିବା ହେତୁ ତାଙ୍କ ପ୍ରେମିକା ତାଙ୍କୁ ଅଧା ରାସ୍ତାରେ ଛାଡ଼ି ଚାଲିଯାଇଛନ୍ତି। ତେବେ ନିଜ ପିତାମାତାଙ୍କୁ ହରାଇବା ଦୁଃଖରେ ଥିବାବେଳେ ପ୍ରେମିକା ଛାଡ଼ି ଚାଲିଯିବା କଷ୍ଟ ତାଙ୍କୁ ପାଗଳ କରିଦେଲା ବୋଲି ୟୁଜର୍ସ ମାନେ କମେଣ୍ଟରେ ଲେଖୁଥିବା ଦେଖିବାକୁ ମିଳୁଛି। ସତରେ ପ୍ରେମରେ ପ୍ରତାରଣା ଯେ ଏତେ ଭୟଙ୍କର ହୋଇପାରେ ତା ଭିଡିଓ ମାଧ୍ୟମରୁ ସାଧାରଣରେ କେହି ବି ଅନୁମାନ କରିପାରିବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।